ମାଙ୍କଡ଼ ଓ ମଣିଷର ନିବିଡ଼ ଭଲ ପାଇବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଗାଁ ଲୋକେ। ଆଉ ବାଲେଶ୍ୱର ରେମୁଣାରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ। ଘର ଦାଣ୍ଡ ଆଗରେ ବନ୍ଧା ହେଉଛି 6 ଖଣ୍ଡ ବାଉଁଶରେ କକେଇ। ଏପଟେ ଗାଁ ମଶାଣିରେ ଆରମ୍ଭ ହେଲାଣି ଗାତ ଖୋଳା। ଲାଗୁଥିଲା ଏହି ଗାଁରେ କେହି ଜଣେ ମୃତ୍ୟୁବରଣ କରିଛନ୍ତି, ଯାହାଙ୍କର ଅନ୍ତିମ ସଂସ୍କାର ପାଇଁ ଚାଲିଛି ରୀତିନୀତି। ବରଂ ମଣିଷ ଭଳି ପୁରା ଗାଁର ଜଣେ ଆପଣାର ସଦସ୍ୟ ରାମୁର ମୃତ୍ୟୁ ହୋଇଛି। ହଁ, ଆଉ ଏହି ଗାଁର ସମସ୍ତଙ୍କ ପ୍ରିୟ ରାମୁ। ସେ ମଣିଷ ନୁହେଁ ମାଙ୍କଡ଼, ହେଲେ ସମସ୍ତଙ୍କର ଆପଣାର। ସେଥିପାଇଁ ତ ଶେଷ ବିଦାୟରେ ଏତେ ସଜବାଜ। ହରିବୋଲ ରାମ ନାମରେ କମ୍ପୁଛି ଗାଁ ଦାଣ୍ଡ। ଆଉ ଶେଷ ବିଦାୟ ନେଇ ଅଫେରା ରାଇଜକୁ ଚାଲି ଯାଉଛି ରାମୁ। ଗାଁରେ କାହା ବାଡ଼ିରେ ପରିବା, ପୁଣି କାହା ବଗିଚାର ଫଳ, ଆଉ ଯିଏ ଯାହା ଯାଚି ଦିଏ ତା ହାତରୁ ଖାଇଦିଏ ରାମୁ। ବାଲେଶ୍ୱର ରେମୁଣା ବ୍ଲକ ଜୁଣୁଦା ଗ୍ରାମରେ ଗତ 3 ବର୍ଷ ଧରି ଗାଁରେ ରହି ଆସୁଥିଲା ଏହି ମାଙ୍କଡ଼। ଗାଁ ପିଲାମାନଙ୍କ ସହ ଖେଳି ବୁଲି ଗାଁରେ କାଟୁଥିଲା ତାର ଜୀବନ। ଗାଁ ଲୋକେ ତାକୁ ବେଶ ଭଲ ପାଉଥିଲେ, ଆଉ ସ୍ନେହରେ ତା ନାଁ ଦେଇଥିଲେ ରାମୁ। ହେଲେ ମାଙ୍କଡ଼ଟି ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିବା ବେଳେ କିଛି କୁକୁର କାମୁଡ଼ି କ୍ଷତାକ୍ତ କରିଦେଇଥିଲେ। ଆଉ ଗୋଟିଏ ଦିନ ପରେ ମାଙ୍କଡ଼ଟିର ମୃତ୍ୟୁ ହୋଇଯାଇଛି। ପରେ ଗାଁ ଲୋକେ ଏକତ୍ରିତ ହୋଇ ଘରେ ଘରେ ଚାନ୍ଦା ଆଦାୟ କରି ଆରମ୍ଭ କଲେ ରାମୁର ଶେଷ ଯାତ୍ରା। ହିନ୍ଦୁ ରୀତିନୀତି ଅନୁଯାୟୀ ରାମୁକୁ କକେଇରେ ସଜେଇ ଆରମ୍ଭ କଲେ ଶେଷ ଯାତ୍ରା। ହରିନାମ ସଂକୀର୍ତ୍ତନ କରି ଗାଁରେ ବୁଲେଇ ବୁଲେଇ ନେଇଥିଲେ ମଶାଣିକୁ। ଆଉ ଗାତ ଖୋଳି ରାମୁକୁ ସମସ୍ତେ କାନ୍ଦି କାନ୍ଦି ବିଦାୟ ଦେଇଥିଲେ। କେବଳ ଏହି ଭବ୍ୟ ବିଦାୟ ନୁହଁ, ରୀତିନୀତି ଅନୁଯାୟୀ ଆଗାମୀ 11 ଦିନ ବି ପାଳିଲେ ଗ୍ରାମବାସୀ। ଆଉ ଗ୍ରାମବାସୀ ଓ ମାଙ୍କଡ଼ ମଧ୍ୟରେ ଏଭଳି ନିବିଡ଼ ସମ୍ପର୍କ ସମସ୍ତଙ୍କୁ ଚକିତ କରିଛି। ଗୋଟିଏ ପଟେ ଦିନକୁ ଦିନ ମଣିଷ ସ୍ୱାର୍ଥପର ହେଉଥିବା ବେଳେ ଗୋଟିଏ ପଶୁ ପ୍ରତି ଏମାନଙ୍କର ଏମିତି ଭଲ ପାଇବା ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ତେନ୍ତୁଳିଦା ଗ୍ରାମ ପଞ୍ଚାୟତ ରେମୁଣା ବ୍ଲକ। ଆମ ଗାଁରେ ଆଜ୍ଞା ବହୁତ ଦିନ ହେଲା ସେ ରହିଲାଣି। ଆଉ ସବୁଦିନ ସମସ୍ତଙ୍କ ଘରକୁ ଯାଏ, ଫଳମୂଳ ଖାଏ। ଗାଁ ଲୋକମାନେ ତାକୁ ଫଳମୂଳ ଖାଇବା ପାଇଁ ଦିଅନ୍ତି। ସମସ୍ତଙ୍କ ପାଖରୁ ସେ ହାତରୁ ଜିନିଷ ନେଇକି ଖାଏ। ଆଜି ଦୁର୍ଭାଗ୍ୟବଶତଃ ଆଜି ସେ ବିସ୍କୁଟ ଖାଇସାରିଲା ପରେ, ଆମର ଉମାକାନ୍ତ ଜେନା ତାଙ୍କ ଘରୁ ତାଙ୍କ ସ୍ତ୍ରୀ ବିସ୍କୁଟ ଦେଲା ପରେ, ଖାଇସାରିଲା ପରେ ସେ ମାଙ୍କଡ଼ ଆମର କୁକୁରଙ୍କ ହାବୁଡ଼ରେ, ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଗଲା। ତାକୁ ସେମାନେ କାମୁଡ଼ିବା ଦ୍ୱାରା ତାର ସେଇଠି ମୃତ୍ୟୁ ମୁଖରେ ସେ ପଡ଼ିଲା। ସେ ମାଙ୍କଡ଼ଟି ଦୀର୍ଘ 2-3 ବର୍ଷ ଧରି ଆମ ଗାଁରେ ରହି ଆସୁଛି। ସେ ଯେବେ ପ୍ରଥମେ କରିକି ଆମ ଗାଁକୁ ଆସିଲା, ସେ ଏକ ଅଜଣା ମାଙ୍କଡ଼ ରୂପେ ପରିଚିତ ଥିଲା। ପିଲାମାନେ ଫାଷ୍ଟ ତାକୁ ଟେକା ଫୋପାଡ଼ିଲେ, କିନ୍ତୁ କିଛି ଅଧଘଣ୍ଟା ସମୟ ପରେ ସେ ଏକ ମଣିଷର ରୂପେ ସଦସ୍ୟ ରୂପେ ଆମ ଗାଁରେ ପରିଚିତ ପାଇଲା। ସେ କାହାରି କିଛି ଖାଣ୍ଡିଆ ଖାବରା କଲା ନାହିଁ। ସମସ୍ତଙ୍କ ହାତରୁ କିଛି ଖାଦ୍ୟ ସେ ନିଜେ ନେଇ ଖାଇଲା, ଯାହା ଫଳରେ ଗାଁ ଲୋକ ବହୁତ ଭଲ ପାଇବା ଦେଲେ ଏବଂ ତାର ନାମ ଦେଇଥିଲେ ରାମୁ ଦେଇଥିଲେ। ସେ ବହୁତ ନିକଟତର ହୋଇଯାଇଲା। ମୋବାଇଲର ଗେମ୍ ଖେଳୁଥିବା ସମୟରେ ବି ସେ ଆସିକି ସାଇଡରେ ବସିଥାଏ, କିନ୍ତୁ ସେ କାହାରି କିଛି କ୍ଷତି କରିନଥାଏ। ତାକୁ ଭୋକ ଲାଗିଲେ ସେ ତଳକୁ ଆସିବ, କିଛି ଏମିତି ଅଭିନୟ କରିବ ଯାହା ଫଳରେ କି ଆମେ ଜାଣିପାରିବା ଯେ ତାକୁ ଭୋକ ଲାଗିଛି। ତ ତେଣୁକରି କିଛି ଦୋକାନରୁ ବିସ୍କୁଟ ହଉ, କିଛି ପରିବା ହଉ ତାକୁ ଖାଇବା ପାଇଁ ଦଉ। କିନ୍ତୁ 2 ଦିନ ପୂର୍ବରୁ ଦେଖିଲୁ ଯେ ସେ ଜଣେ ଦାଦାଙ୍କ ଛାତ ଉପରେ ବସିଥିଲେ। ମୁଁ ତ ଏକଥା ଦେଖି ନାହିଁ, ଦାଦା କହୁଥିଲେ ତାଙ୍କ ଛାତ ଉପରେ ବସିଥିଲେ। ତାପରେ ହଠାତ୍ ତାଙ୍କୁ କିଛି କୁକୁର ତାଙ୍କୁ ଆକ୍ରମଣ କରିଥିଲେ। କୁକୁର ଆକ୍ରମଣ କରିବା ଦ୍ୱାରା ସେ ଛାତ ପଛପଟେ ଏକ ବାଡ଼ିରେ ପ୍ରାଣ ହରାଇଛନ୍ତି। ସେଥିପାଇଁ ଆମ ଗାଁ ଲୋକ ବହୁତ ଦୁଃଖିତ ଅଛନ୍ତି। ଆମେ ତାର ଶେଷ କୃତ୍ୟ କଲୁ, ଯେମିତିକି ଗୋଟେ ମଣିଷର ସଦସ୍ୟର ଯେମିତି ଗୋଟେ କ୍ରିୟା କାର୍ଯ୍ୟ କରାଯାଏ, ସେଇଭଳି ଭାବରେ ଆମେ କ୍ରିୟା କାର୍ଯ୍ୟ ସମ୍ପାଦନ କଲୁ। ଗାଁର ପ୍ରତ୍ୟେକଟି ବ୍ୟକ୍ତି ମାଙ୍କଡ଼କୁ ନିଜ ସଦସ୍ୟ ଭାବେ ଶେଷ ବିଦାୟ ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ଲାଇଭ୍ ନ୍ୟୁଜ୍।